ମୁଁ 37 ବର୍ଷ ହେଲା ଯାତ୍ରାରେ କାମ କରୁଛି। ହଜାରରୁ ଅଧିକ ନାଟକରେ ମୁଁ ଗୀତ ଲେଖି ସାରିଲିଣି। ଏ ବର୍ଷ 51ଟା ନାଟକରେ ଗୀତ ଲେଖିଛି। ମାନେ ଏଇ 2025 2025-26ରେ 51ଟା ନାଟକରେ ଗୀତ ଲେଖିଛି। ଶ୍ରୀମନ୍ଦିରର ଗୀତ ଗୁଡ଼ିକ ଲୋକମାନଙ୍କୁ ବହୁତ ପସନ୍ଦ ଆସିଛି। ଆଜ୍ଞା, ଖାସ କରି ଏବେ ଯଦି ଜାନୁଆରୀ କଥା କହିବା, କ'ଣ କହିବେ? ଗୀତ କେତୋଟି ଲେଖିଛନ୍ତି, କେତୋଟି କ'ଣ? ଜାନୁଆରୀ ଗୀତ ମୁଁ ଆକ୍ଚୁଆଲି ଲେଖି ନାହିଁ। ଶ୍ରୀମନ୍ଦିରର ମୁଁ ଲେଖିଥିଲି ହସ୍ତିନାପୁରର ଲାବଣ୍ୟବତୀ, ସେଇ ନାଟକର ଗୀତ ମୁଁ ଲେଖିଛି, ଯାହାର ମ୍ୟୁଜିକ୍ ଡାଇରେକ୍ଟର ବିକାଶ ଶୁକ୍ଲା ଏବଂ କିଶୋର ଖଣ୍ଡାଳଙ୍କର ନିର୍ଦ୍ଦେଶିତ ନାଟକ। ସାର୍, ଆପଣ ଆପଣଙ୍କ ଜୀବନରେ କେତୋଟି ଯାତ୍ରା ଗୀତ ଲେଖିଲେଣି? ମୁଁ 37 ବର୍ଷ ହେଲା ଯାତ୍ରାରେ କାମ କରୁଛି। ହଜାରରୁ ଅଧିକ ନାଟକରେ ମୁଁ ଗୀତ ଲେଖି ସାରିଲିଣି। ଏ ବର୍ଷ 51ଟା ନାଟକରେ ଗୀତ ଲେଖିଛି। ମାନେ ଏଇ 2025 2025-26ରେ 51ଟା ନାଟକରେ ଗୀତ ଲେଖିଛି। ଆଜ୍ଞା, ସାର୍, କେମିତି କ'ଣ ଆରେଞ୍ଜ କରୁଛନ୍ତି ଏତେ? ଆରେ କ'ଣ ମାନେ ଗୀତ ସିକ୍ୱେନ୍ସ ଆଗରୁ ମିଳିଯାଏ। ଯେବେଠୁ ମାନେ ଖଣ୍ଡଗିରି ପୂର୍ବରୁ ପ୍ରାୟ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଉଛି। ଆଜିକାଲି ନାଟକର ସ୍କ୍ରିପ୍ଟ ହେଲା ପରେ ସେମାନେ ଆମକୁ ସିକ୍ୱେନ୍ସ ଦିଅନ୍ତି, ଆମେ ଗୀତ କରିଦେବୁ ଆଗୁଆ। କେତେ ଦିନ ଆଗରୁ ଗୀତ ଗୁଡ଼ିକୁ ଆଜ୍ଞା, କେତେ ଦିନ ଆଗରୁ ଶବ୍ଦଗୁଡ଼ିକୁ ସଂଯୋଜନା କରି ସଜେଇକିରି ଗୀତ ତିଆରି କରନ୍ତି? ସେମିତି କହିହେବ ନାହିଁ, ଏଟା ମୁଡ୍ ଉପରେ ନିର୍ଭର କରେ ଆକ୍ଚୁଆଲି। ମାନେ ଆପଣ ବିଶ୍ୱାସ କରିବେନି, ମୁଁ ଗୋଟେ ନିଛକ ସତ କଥା କହିବି। ରାମବନବାସ କାହାଣୀ ଶେଷ ଗୋଟେ ଅତୀତରେ ଶିବାନୀ ନାଟକ ହିଟ୍ ହେଇଥିଲା। ସେ ଗୀତ ମୁଁ 2 ମାସ ସମୟ ନେଇଥିଲି। ଆଜ୍ଞା, ଏତେ ସମୟ କାଇଁ ସେ ଲାଗିଲା? ଆଜ୍ଞା ଏତେ ସମୟ? ଟାଇମ୍ ଥିଲା, ସେତେବେଳେ ମୋ ହାତରେ ସମୟ ଥିଲା। ମୁଁ ତାକୁ ବହୁତ ତର୍ଜମା କରି ଲେଖିବାକୁ ପଡ଼ିଲା, ଏମିତି ନେଇଥିଲି। ସେମିତି ବି ସାଙ୍ଗେ ସାଙ୍ଗେ ଗୀତ ହେଇଯାଏ। ଯେତେବେଳେ ଟିକେ ମାନେ ଭିଡ଼ ପିରିୟଡ଼ ଥିବ, ସେତେବେଳେ ସାଙ୍ଗେ ସାଙ୍ଗେ ବି ଗୀତ ଲେଖିବାକୁ ପଡ଼ିବ। ସାର୍, ଆପଣଙ୍କ ଷ୍ଟାର୍ଟିଂ ଲାଇଫ୍ କେମିତି କ'ଣ ଥିଲା? ମାନେ ଆପଣ ମୂଳରୁ ସକ୍ସେସ୍ ଥିଲେ ନା ଷ୍ଟ୍ରଗଲ୍ କରିଛନ୍ତି ବି ଆପଣ? ଷ୍ଟ୍ରଗଲ୍ ନ କଲେ କ'ଣ ସକ୍ସେସ୍ ମିଳିବ କି? ଷ୍ଟ୍ରଗଲ୍ ବହୁତ କରାହେଇଛି। ଅତୀତରେ ମୁଁ ଆପଣଙ୍କୁ ସତ କଥା କହୁଛି, ମୁଁ ଚାକିରି ବି କରୁଥିଲି, ଗୋଟେ ଶିକ୍ଷକତା କରୁଥିଲି ଏବଂ ଯାତ୍ରା ଗୀତ ଲେଖିବା ପାଇଁ ମୋର ବହୁତ ଭାରି ଇଣ୍ଟରେଷ୍ଟ ଥିଲା। ଏବଂ ସେତେବେଳେ ମୁଁ ଯେତେବେଳେ ଚାକିରି କରୁଥିଲି, ଯାତ୍ରା ପିରିୟଡ଼ରେ ଯେଉଁ ଜୁନ୍ 20ରୁ ଯାତ୍ରା ଆରମ୍ଭ ହୁଏ ଜୁଲାଇ ଲାଷ୍ଟ ପର୍ଯ୍ୟନ୍ତ, ସେତେବେଳେ ମୁଁ ଗୋଟେ ଗାଡ଼ି ବୁକ୍ କରୁଥିଲି, ରାତିରେ ଯାଇ ଗୀତ ଲେଖୁଥିଲି, ସକାଳୁ ଆସିକି ପୁଣି ସ୍କୁଲରେ କ୍ଲାସ୍ କରୁଥିଲି। ଏମିତି ପୋଜିସନ୍ ଆସିଲା, ମାନେ ଭଗବାନଙ୍କର ତ ମାନେ ଦୈବ ଦୌଡ଼ି ମଣିଷ ଗାଇ, ଏମିତି ଆସିଲା ସିଚୁଏସନ୍, ମୁଁ ବାଧ୍ୟ ହେଇକି ଚାକିରି ଛାଡ଼ିଦେଲି। ମୁଁ କହିଲି ନାଇଁ, ଦୁଇ ନାଁରେ ଗୋଡ଼ ଦେଲେ ମଣିଷ ହଇରାଣ ହେବାକୁ ପଡ଼ିବ। ଗଭର୍ଣ୍ଣମେଣ୍ଟ ଚାକିରି ଥିଲା? ଗଭର୍ଣ୍ଣମେଣ୍ଟ ନୁହଁ, ପ୍ରାଇଭେଟ୍ ସ୍କୁଲରେ ଗୋଟେ ମୁଁ ଶିକ୍ଷକତା କରୁଥିଲି। ଲକ୍ଷ୍ମୀସାଗର ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଶିକ୍ଷକତା କରୁଥିଲି। ଇଏ ଗୋଟେ ଅଜବ ନିଶା ନା ସାର୍? ଆଜ୍ଞା, ବର୍ତ୍ତମାନ ସେଇ ନିଶାଟା ବର୍ତ୍ତମାନ ମୋର ପେଶା ହେଇଯାଇଛି। ଯେ ଯେତେବେଳେ ଗୀତ ଲେଖୁଥିଲେ, ପ୍ରଥମେ ଯେତେବେଳେ ଚାକିରି ଛାଡ଼ିଦେଲେ, ଯେ ଇଏ କଳା ଉପରେ କ'ଣ ଆପଣଙ୍କର ଏତେ ଭରସା ଆସିଗଲା, ଯୋଉଟା ଗୋଟେ ଫିକ୍ସ ସାଲାରୀ ଆପଣଙ୍କର ଆସିଥିଲା, ତାକୁ ଆପଣ ଛାଡ଼ିଦେଲେ? ହଁ, କିଛି ଅସୁବିଧା ହେଲା ନାହିଁ ମୋର, କାରଣ ମୋ ସ୍ତ୍ରୀ ଚାକିରି କରିଛି, ସେ ବାବଦରେ କିଛି ପ୍ରୋବ୍ଲେମ୍ ନାହିଁ। ମୋ ଫାଇନାନ୍ସିଆଲ ବାପା ବି ମାନେ ବାଣୀବାରେ ସର୍ଭିସ୍ କରୁଥିଲେ, ସିଏ ବି ପେନ୍ସନ୍ ପାଉଥିଲେ। ମୋତେ ସେମିତି କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନାହିଁ। କିନ୍ତୁ ମୋ ବାପା ମା' ଚାହୁଁଥିଲେ, ଇଏ ପାଠ ପଢ଼ିଛି, ଇକୋନୋମିକ୍ସରେ MA କରିଛି, LLB କରିଛି, LLM କରିଛି, PGDCA କରିଛି, ଇଏ ବୋଧେ ଗୋଟେ ଭଲ ଚାକିରି କରିବ। କିନ୍ତୁ ମୁଁ ତ କହିଲି, ଦୈବ ଦୌଡ଼ି ମଣିଷ ଗାଇ ଜେଣିକି ଟାଣେ ସେଣିକି ଯାଇ, ମୁଁ ଏଠି ଆସି ପହଞ୍ଚିଲି ଆଉ। କିନ୍ତୁ ସାର୍, ଆପଣ ଯଦି ଚାକିରି କରିଥାନ୍ତେ, ଆପଣ କ'ଣ ଏତିକି ଟଙ୍କା ଇନକମ୍ କରିପାରିଥାନ୍ତେ ଯେତିକି ଆପଣ ଗୀତ ଲେଖିକିରି କରୁଛନ୍ତି? ନାଇଁ, ଚାକିରି କରିଥିଲେ ହୁଏତ ମୁଁ ଅଧିକ ଇନକମ୍ କରିପାରିଥାନ୍ତି, କିନ୍ତୁ ଏଇ ଯେଉଁ ରେପୁଟେସନ୍, ଏଇ ଯେଉଁ ପ୍ରଶଂସା, ଏଇ ଯେଉଁ ଆପଣମାନେ ମୋ ବାଇଟ୍ ନେଉଛନ୍ତି, ମୁଁ ଚାକିରି କରିଥିଲେ କ'ଣ ଆପଣ ମୋ ପାଖକୁ ଯାଇଥାନ୍ତେ କି ବାଇଟ୍ ନେବା ପାଇଁ? କେବେ ଯାଇନଥାନ୍ତେ। ନାଇଁ, ସେମିତି କିଛି ଯଦି ଖରାପ କାମ କରିଥାନ୍ତେ? ହଁ, ସେମିତି ଆପଣ ଯାଇଥାନ୍ତେ, ଗୋଟେ ରବେରୀ କରିଥାନ୍ତି କି କ'ଣ କରିଥାନ୍ତି, ଆପଣ ଯାଇଥାନ୍ତେ ମୋର ବାଇଟ୍ ନେବା ପାଇଁ। କିନ୍ତୁ ଏଇ ଯେଉଁ ରେପୁଟେସନ୍ଟା ମୁଁ ପାଇଲି, ସେଇଟା ତ ଈଶ୍ୱରଙ୍କ ଇଚ୍ଛା ବୋଲି ମୁଁ ଭାବୁଛି। ତାପରେ ଆପଣ ଭାବନ୍ତୁନି ମୁଁ ଗୀତ ଲେଖୁ ବୋଲି। ମୁଁ 37 ବର୍ଷ ହେଲାଣି ଗୀତ ଲେଖୁଛି, 1000 ନାଟକ ଗୀତ ଲେଖିଲିଣି, ଠିକ୍ ଅଛି। କିନ୍ତୁ ମୁଁ କେବେ ଭାବେନି ମୁଁ ନିଜେ ଲେଖୁଛି ବୋଲି। ସବୁ ଜଗନ୍ନାଥ ମା' ଶାରଳାଙ୍କର ଆଶୀର୍ବାଦ, ସିଏ ମୋ ମାଧ୍ୟମରେ ଲେଖାନ୍ତି ଗୀତ। ଏ ଗୀତ ଲେଖିଲା ବେଳେ ଆପଣ କ'ଣ ସେଇ କ୍ୟାରେକ୍ଟରକୁ ଇମାଜିନ୍ କରନ୍ତି? ନିଶ୍ଚୟ ଆଜ୍ଞା। ଯେତେବେଳେ ସିକ୍ୱେନ୍ସ ଆମ ପାଖରେ ପହଞ୍ଚେ, ଆମେ ସେତେବେଳେ ତର୍ଜମା ହୁଏ। ଆମର 5ଟା ମାଷ୍ଟର ଅଛନ୍ତି, ଡାଇରେକ୍ଟର, ରାଇଟର, ମ୍ୟୁଜିକ୍ ଡିରେକ୍ଟର, ଡ୍ୟାନ୍ସ ଡିରେକ୍ଟର, ଗୀତିକାର।
ପାଞ୍ଚ ଭେରାଇଟିର ମାଷ୍ଟର ଅଛନ୍ତି ଗୋଟେ ନାଟକ ପାଇଁ। ଯେତେବେଳେ ସିକ୍ୱେନ୍ସ ଆଲୋଚନା ହୁଏ ସେତେବେଳେ ଆମେ 5 ଜଣ ବସୁ, କେମିତି ଗୀତଟା କରିବା, ସିକ୍ୱେନ୍ସ କ'ଣ ହେଉଛି, କେଉଁ ପ୍ରକାର ଗୀତ କଲେ ଠିକ୍ ଲାଗିବ। ସେମାନେ ଡିରେକ୍ଟର ରାଇଟର ଗୋଟେ ବେଳେବେଳେ ଗୋଟେ ହିନ୍ଦୀ ସିନେମାର ଗୀତ କି ଓଡ଼ିଆ ସିନେମାର ଗୀତ ରେଫରେନ୍ସ ଦିଅନ୍ତି, ଏଇଭଳିଆ ଗୋଟେ ଗୀତଟା କର। ତେଣୁ ତାପରେ ଆମେ ଭାବିକିରି କ'ଣ ଲେଖିଲେ ସିକ୍ୱେନ୍ସକୁ ଠିକ୍ ଲାଗିବ, ଅଡ଼ିଏନ୍ସକୁ ଭଲ ଲାଗିବ, ଗୀତ ସୃଷ୍ଟି ମଧୁର ହେବ, ସେଇଟା ଚିନ୍ତା କରି କରିବାକୁ ପଡ଼େ। ଆଜ୍ଞା ଆଚ୍ଛା, ପ୍ରଥମେ ଯେତେବେଳେ ଆପଣ ନୂଆ ନୂଆ ଷ୍ଟ୍ରଗଲ୍ କରୁଥିଲେ, ଆଜ୍ଞା କିଏ ଏମିତି ଆକ୍ଟର ଥିଲେ ଯାହାଙ୍କ ପାଇଁ ଗୀତ ଲେଖିଲା ପରେ ଆପଣ କହିଲେ ମାନେ ନିଜକୁ ଖୁସି ଲାଗିଥିଲା? ମୁଁ ପ୍ରଥମେ ଗୀତିକାର ନଥିଲି ଆଜ୍ଞା। ମୋ ଲାଇଫ୍ ହିଷ୍ଟ୍ରି କହୁଦେଉଛି ଚୁମ୍ବକରେ। ମୁଁ ପ୍ରଥମେ ଗୀତିକାର ନଥିଲି, ମୁଁ ଢୋଲକ ଟ୍ରାଙ୍ଗ ବଜାଉଥିଲି। ବାପି ମିଶ୍ର ନାମକ ଜଣେ ସଙ୍ଗୀତ ନିର୍ଦ୍ଦେଶକ ଥିଲେ, ଏକ୍ସପାର୍ଟ କରିଗଲେଣି। ସିଏ ମୋତେ ପ୍ରଥମେ ଗୀତ ଲେଖିବାର ସୁଯୋଗ ଦେଲେ, ମାନେ ସିଏ ଗୋଟେ କୋଇନ୍ସିଡେନ୍ସ। ସେ ଗୋଟେ ନାଟକ ହେଉଥାଏ ଆମର ଅଧ୍ୟାପକ ପୂର୍ଣ୍ଣ ମଲ୍ଲିକଙ୍କର ନାଟକ ଆଜିର ତାମସା, ଜଗଜୀବନ ରାମ ଲ କଲେଜରେ ହେଉଥାଏ। ମସିହା ଏକ୍ଜାକ୍ଟଲି ମନେ ପଡ଼ୁନି, ବୋଧେ 80sର କଥା କହୁଛି ଆପଣଙ୍କୁ। ସେତେବେଳେ ସଚି ମହାନ୍ତି ଆମର ବରିଷ୍ଠ ଗୀତିକାର, ତାଙ୍କୁ ଗୀତ ଲେଖିବା ପାଇଁ ଡକାଯାଇଥିଲା। କୌଣସି କାରଣବଶତଃ ବା ସମୟର ଅଭାବ ହେତୁ ସିଏ ଆସିପାରିଲେ ନାହିଁ। ଡ୍ରାମା ବହୁତ କମ୍ ଦିନ ଅଛି। ସେଠୁ ମୋତେ ସଙ୍ଗୀତ ନିର୍ଦ୍ଦେଶକ ବାପି ମିଶ୍ର କହିଲେ ଯେ ତମେ ଲେଖ ଗୀତ। ମୁଁ କହିଲି କି ଗୀତ ମୁଁ ଲେଖିବି, ଗୀତଠୁ ମୋ ଘର ବହୁତ ଦୂର, ମୁଁ କ'ଣ ଗୀତ ଲେଖିବି? ନା ମୁଁ ତୁମକୁ କୋଅପରେଟ୍ କରିବି, ତମେ ଲେଖ। ଏବଂ ସେବେଠୁ ମୋର ଗୀତ ଲେଖାର ଆରମ୍ଭ ହେଲା। ସେ ଗୋଟେ ବାଇଜି ଗୀତଟେ ଥିଲା। ସେ ଗୀତ ଲେଖିଲା ପରେ ପ୍ରଶଂସା ପାଇଲି, ସେଇ ନାଟକରେ ଗୀତ ବି ଭଲ ହେଲା। ତାପରେ ମୋ ଭିତରେ ଗୋଟେ କରେଣ୍ଟ ଆସିଲା ଯେ ମୁଁ ଗୀତ ଲେଖିପାରିବି। ତାପରେ ଚାଲିଲା ଆଉ। ଏବଂ ଗୁରୁ କିଏ ଏ ଲାଇନରେ? ଗୀତ ଲେଖାରେ ଗୁରୁ କିଛି ନୁହଁ, ମୁଁ ଶ୍ରେୟ ଦେବି ବାପି ମିଶ୍ରଙ୍କୁ। ସିଏ ମୋତେ ଗୀତିକାର ଗୋଟେ ବାୟକରୁ ମୋତେ ଗୀତିକାର ବନେଇଛନ୍ତି ବାପି ମିଶ୍ର, ସ୍ୱର୍ଗତ ବାପି ମିଶ୍ର। ତାପରେ ମୁଁ ବେଶୀ ସଫଳତା ପାଇଲି ଆପଣଙ୍କର 1991 ମସିହାରେ ବାଣେଶ୍ୱରୀ ଗଣନାଟ୍ୟର ଆଜନ ମାମୁଁ ସରସ୍ୱତୀ, ସେଇ ନାଟକରେ ମୁଁ ସଫଳତା ପାଇଲି। ତାପରେ ମୋର ମୁଁ ଆଉ ଝୁଟି ନାହିଁ, ଚାଲିଛି ଏମିତି ଭଗବାନ ଦୟାରୁ। ଆଜ୍ଞା, ଆପଣଙ୍କୁ ଭଲ ପାଉଥିବା ଅଗଣିତ ଦର୍ଶକ ଏବଂ ଆପଣଙ୍କର ଦର୍ଶକଙ୍କ ଭଲ ପାଇବା, ଜଗନ୍ନାଥଙ୍କର ଆଶୀର୍ବାଦ, ମା ଶାରଳାଙ୍କ ଆଶୀର୍ବାଦ, ମୋ ବାପା ମାଆଙ୍କର ଆଶୀର୍ବାଦ। ମୋ ବାପା ବି ଭଲ ଗୀତ ଲେଖନ୍ତି, ସେ ଭଜନ ଲେଖନ୍ତି। ସେ ଆଶୀର୍ବାଦ ଅଛି ବୋଲି ମୁଁ ଆଜି ଗୀତ ଲେଖିପାରୁଛି। ଏବଂ ଦର୍ଶକମାନଙ୍କର ମୋ ପ୍ରତି ବହୁତ ଭଲ ପାଇବା ଅଛି। ମୋ ଗୀତକୁ ବହୁତ ସେମାନେ ପସନ୍ଦ କରନ୍ତି। ଗୀତ ଶୁଣିଲା ପରେ ସକାଳୁ ସକାଳୁ ମାନେ ମୋତେ ଫୋନ୍ ଯାଏ, ସାର୍ ଏ ଗୀତଟା ବଢ଼ିଆ ହେଲା, ସେ ଲିରିକ୍ଟା ମୋତେ ଦେବେ। ସେଇଥିରେ ମୋର ମାନେ ମୁଁ ଭାବେ ବୋଧେ କୋଟି କୋଟି ଟଙ୍କା ପାଇଗଲି। ଥ୍ୟାଙ୍କ ୟୁ।